ଯଦି ତମେ କୌଣସି ଜାଗାରେ ତଦନ୍ତ କରିନାହ ତାହେଲେ ତମେ କୋଉ ହିସାବରେ ଆଜି ତମେ ମାଗୁଛ? ତମର ମୋହ କୋଉ ମୋହରେ ତମେ ମାଗ? ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି, ଆନ୍ଦୋଳନ କରନ୍ତୁ ସେମାନେ। ମୁଁ ଏ ଜାଗାରେ ପଚାରିବା ପାଇଁ ଚାହିଁଥିଲି, ଆମେ ଯେତେବେଳେ ଅଭିଯୋଗ କରିଥିଲୁ ବିରୋଧୀ ଦଳରେ ଥିଲୁ ଯେ ସେ ଯୋଉ ମେହେର ମମିତା ମେହେରର କଥା କେତେ ଦୂର ତଦନ୍ତ? ଆମେ କହିଥିଲୁ ମାହାଙ୍ଗା ଟ୍ରିପଲ ମର୍ଡର କଥା, ଟ୍ରିପଲ ମର୍ଡରରେ କେତେ ଦୂର ତଦନ୍ତ? ଏବଂ ତାପରେ ଆମର ଯେତେ ଯେତେ ହତ୍ୟାକାଣ୍ଡ ହେଇଗଲା, ଇଭେନ୍ କି ନବ ଦାସର ତଦନ୍ତ ଆମେ ସିବିଆଇ ତଦନ୍ତ ମାଗିଛୁ, ନବ ଦାସ ଏବେ ବି ମାଗୁଛୁ। ଏବେ ବି ମୁଁ ସେଇଥିରେ ଅଛି, ଷ୍ଟାଣ୍ଡରେ ଅଛି, ମୋ ଷ୍ଟାଣ୍ଡରେ ମୁଁ ଅଛି। କେତେ ଦୂର ହେଲା ତାଙ୍କ ସହ? ଯଦି ତମେ କୌଣସି ଜାଗାରେ ତଦନ୍ତ କରିନାହ ତାହେଲେ ତମେ କୋଉ ହିସାବରେ ଆଜି ତମେ ମାଗୁଛ? ତମର ମୋହ କୋଉ ମୋହରେ ତମେ ମାଗୁଛ? ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା, ପ୍ରିନ୍ସିପାଲ ଆରେଷ୍ଟ ହେଇଗଲାଣି, ଲେକ୍ଚରର ଆରେଷ୍ଟ ହେଇଗଲାଣି, ବାକି ସମସ୍ତଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଲେ। କେବଳ କଂଗ୍ରେସ ସାଙ୍ଗରେ ତାଙ୍କର ଗୋଟେ ପ୍ରତିଦ୍ୱନ୍ଦିତା ଅଛି, କିଏ ଆମ ସହିତ ଲଢିବ। କଂଗ୍ରେସ ଆଉ ବିଜେଡି ଭିତରେ ଗୋଟେ ପ୍ରତିଦ୍ୱନ୍ଦିତା ଅଛି 2 ନମ୍ବର ବ୍ରୋଞ୍ଜ ଆମର ସିଲଭର ମେଡାଲ ପାଇଁ। ସେମାନେ କରନ୍ତୁ ସେ ପ୍ରତିଯୋଗିତା, ଆମକୁ ସେଥିରେ କିଛି କହିବାର ନାହିଁ। ତଦନ୍ତ କଲେ କାର୍ଯ୍ୟାନୁଷ୍ଠାନ ତ ହେଇସାରିଲାଣି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ଆପଣ କହିଥାନ୍ତେ ତଦନ୍ତ କରାଯାଉ, ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ। ଯେତେବେଳେ କାର୍ଯ୍ୟାନୁଷ୍ଠାନ ଯାହା ଯାହା ନାଁରେ ଅଭିଯୋଗ ଅଛି ସମସ୍ତଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ହେଇସାରିଲାଣି, ତାପରେ ତଦନ୍ତର ମୂଲ୍ୟ କଣ ଅଛି ମୁଁ ବୁଝିପାରୁନି। ଷ୍ଟୁଡେଣ୍ଟ କଂଗ୍ରେସ ଆଉ ବିଜେଡିର ନାଁରେ ଅଭିଯୋଗ ଆସୁଛି ଯେ ସେମାନେ ଛାତ୍ରୀଙ୍କୁ ଉସ୍କେଇଛନ୍ତି, ସେମାନେ ଛାତ୍ରୀ ଏବଂ କଂଗ୍ରେସ ବାଲା ମାନେ ଗଣ୍ଡଗୋଳ କରିଛନ୍ତି ବୋଲି ଝିଅର ବାପା ବି ଅଭିଯୋଗ କରିଛି। ତ ଏଇଟା କୋଉଟାକୁ ଧରିବା? ଝିଅର ବାପାର କଥାକୁ ଧରିବା କି କାହାର କଥାକୁ ଧରିବା? ଦେଖନ୍ତୁ, ଗୋଟେ ରାଜନୀତି ଗୋଟିଏ ଘଟଣାଟେ ଘଟି, ଗୋଟେ ସମସାମୟିକ ଗୋଟେ ଏଇଟା ଘଟଣା ନୁହେଁ, ଗୋଟେ ଦୁର୍ଘଟଣା। ଗୋଟିଏ ଦୁର୍ଘଟଣାଟେ ଘଟିଗଲେ ସେଥିରୁ ରାଜନୀତିକ ରୋଟି ସେକିବା ପାଇଁ ଉଭୟ କଂଗ୍ରେସ ଆଉ ବିଜେଡି ଚେଷ୍ଟା କରୁଛି। କିନ୍ତୁ ଆମେ ନବ ଦାସ ମର୍ଡରରେ ଆମେ ତ ନାଁ ଧରିଥିଲୁ, ଏଇ ଲୋକ ବିଧାନସଭାରେ ନାଁ ଧରିଥିଲୁ, କାହିଁ ତ ତଦନ୍ତ କିଛି କଲେ ନାହିଁ। କଂଗ୍ରେସର ଇତିହାସ ଦେଖ, କେତେ ହତ୍ୟାକାଣ୍ଡରେ ସେମାନେ ସମ୍ପୃକ୍ତ, ଆମ ଲୋକ ସମ୍ପୃକ୍ତ ଏଇ ଜାଗାରେ। ଆମେ ତ ତৎକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଯଦି ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ, ମୋ ମତରେ ଆଉ ଅଧିକ ତଦନ୍ତର ଆବଶ୍ୟକତା ନାହିଁ ଏବଂ ସେମାନଙ୍କୁ ଗିରଫ କରିକି ଜେଲ କଷ୍ଟଡିକୁ ପଠେଇ ଦିଆଯାଇଛି। ତାପରେ କଣ ତଦନ୍ତର କୌଣସି ତଦନ୍ତର ଆବଶ୍ୟକତା କଣ ମୁଁ ବୁଝିପାରୁନି। ଏବେ ପୋଲିସ ଚାର୍ଜସିଟ୍ କରିବା କଥା, ଚାର୍ଜସିଟ୍ରେ କଣ ହେଇଛି ଦେଖିବା କଥା। ତ ଯେଉଁ ଜାଗାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥାଏ ସେ ଜାଗାରେ ଯଦି ପୋଲିସ କନଫ୍ୟୁଜ ଥାଏ, କ୍ରାଇମ ବ୍ରାଞ୍ଚ କନଫ୍ୟୁଜ ଥାଏ, ସେ ଜାଗାରେ ସିବିଆଇ ର ଇନକ୍ୱାରିର ଦାବି କରାଯାଏ। କାରଣ ଆମେ ନବ ଦାସ କେସରେ ସିବିଆଇ ର ତଦନ୍ତ ଦାବି କରିଥିଲୁ। କାରଣ ରାଜ୍ୟ ସରକାରର ବଡ ବଡ ଲୋକ, ଗୋଟେ ଆଇପିଏସ୍ ଅଫିସର, ଗୋଟେ ଆଇଏଏସ୍ ଅଫିସର, ଗୋଟେ 2-3 ଜଣ ବଡ ବଡ କ୍ଷମତା ଅଧିକାରୀ ନାଁରେ ଅଭିଯୋଗ ହେଇଥିଲା ଏବଂ ରାଜ୍ୟ ସରକାର ସେଇ ଲୋକମାନଙ୍କୁ, ରାଜ୍ୟ ସରକାରଙ୍କ ତଦନ୍ତ ସଂସ୍ଥା ସେଇ ଲୋକମାନଙ୍କୁ ପହଞ୍ଚି ପାରିବ ନାହିଁ ବୋଲିକି ଆମେ ସିବିଆଇ କରିଥିଲୁ। ଏବେ ତ କାର୍ଯ୍ୟାନୁଷ୍ଠାନ ହେଇସାରିଲାଣି। କାର୍ଯ୍ୟାନୁଷ୍ଠାନ ପରେ କୋଉ ଜାଗାରେ ତଦନ୍ତ ହୁଏ ଯଦି କିଏ କହିଦବ ତାହେଲେ ମୁଁ ମାନିବି। କାର୍ଯ୍ୟାନୁଷ୍ଠାନ ପରେ ତଦନ୍ତ ହୁଏ ନାହିଁ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହୁଏ, କାର୍ଯ୍ୟାନୁଷ୍ଠାନ ପରେ ଆଉ ତଦନ୍ତ ହୁଏ ନାହିଁ।